ଆପଣ ଦେଖୁଛନ୍ତି ଓଡ଼ିଆ ଝିଅ ନ୍ୟୁଜ୍। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଏହି ଚ୍ୟାନେଲରେ ଆପଣ ଯଦି ନୂଆ ଭିଡ଼ିଓଟିକୁ ପ୍ରଥମ କରି ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ତଳେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଆଜିର ମୁଖ୍ୟ ଖବର। ନମ୍ବର 1, ୱାଙ୍ଗଖେଡ଼େ ଷ୍ଟାଡିୟମରେ କିମ୍ବଦନ୍ତୀ ତାରକା ମେସିଙ୍କୁ 10 ନମ୍ବର ଜର୍ସି ଉପହାର ଦେଲେ ସଚିନ। ଆଜି ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି ଏବଂ ଫୁଟବଲ ବଦଳ କରିଥିଲେ। ନମ୍ବର 2, ଏବେ ସପ୍ତାହକୁ ମିଳିବ 3 ଦିନ ଛୁଟି, 4 ଦିନ କାମ। କର୍ମଚାରୀଙ୍କ ଖୁସି କହିଲେ ନ ସରେ। ସରକାର ନ୍ୟୁ ଲେବର କୋଡ୍ ଘୋଷଣା କରିଛନ୍ତି। ଏହା ଏପ୍ରିଲ 1 ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ନୂତନ ଶ୍ରମ ସଂହିତାରେ ଅନେକ ବ୍ୟବସ୍ଥା ରହିଛି ଯାହା କର୍ମଚାରୀମାନଙ୍କୁ ଲାଭ ଦେବ। ଉଦାହରଣ ସ୍ୱରୂପ ଗ୍ରାଜୁଏଟ୍ ପାଇବା ପାଇଁ 5 ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବର୍ତ୍ତମାନ କେବଳ ଗୋଟିଏ ବର୍ଷ ଚାକିରି ପରେ ଗ୍ରାଜୁଏଟ୍ ପ୍ରଦାନ କରାଯିବ। ନମ୍ବର 3, ଓଡ଼ିଶାରେ 2026ରୁ ଲଗାତାର 3 ବର୍ଷ FIVB ବିଚ୍ ଭଲିବଲ ପ୍ରତିଯୋଗିତା। କିଟ୍ ଓ କିସ୍ରେ ଭଲିବଲ ମହାକୁମ୍ଭ ଉଦ୍ଯାପନୀ ଦିବସରେ ଘୋଷଣା। ଓଡ଼ିଶାରେ କିଟ୍ ଓ କିସ୍ ସହଯୋଗରେ 2026ରୁ ଲଗାତାର 3 ବର୍ଷ FIVB ବିଚ୍ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। କିଟ୍ ଓ କିସ୍ରେ ଭଲିବଲ ମହାକୁମ୍ଭ ଉଦ୍ଯାପନୀ ଦିବସରେ ଘୋଷଣା କରିଛନ୍ତି ଆନ୍ତର୍ଜାତୀୟ ଭଲିବଲ ସଂଘ ସଭାପତି ଫାବିଓ ଆଜେଭେଦୋ। ଏହି ଅବସରରେ କିଟ୍, କିସ୍ ଓ FIVB ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ଫାବିଓଙ୍କ ଦ୍ୱାରା FIVB କିଟ୍ କିସ୍ ଉତ୍କର୍ଷ କେନ୍ଦ୍ର ଉଦ୍ଘାଟିତ ହୋଇଛି। ନମ୍ବର 4, 10 ବର୍ଷ ପରେ 12,000 ହେବ ଚାଷୀଙ୍କ ଆୟ। ବିଧାୟକଙ୍କ ଦରମା 3.50 ଲକ୍ଷକୁ ବୃଦ୍ଧି କେତେ ଠିକ୍? ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଥମୁନି ଚର୍ଚ୍ଚା। ଏକାଥରକେ ବିଧାୟକଙ୍କ ଦରମା 3 ଗୁଣ ବୃଦ୍ଧି କେତେ ଯୁକ୍ତିଯୁକ୍ତ ସେ ନେଇ ଗାଁଠୁ ସହର ଆଲୋଚନା ହେଉଛି। ଏତିକିବେଳେ ବିଜେଡି ସୁପ୍ରିମୋ ବର୍ଦ୍ଧିତ ଦରମା ନେବେନି ବୋଲି ଘୋଷଣା କରିବାକୁ ନେଇ ତେଜିଛି ରାଜନୈତିକ ବୟାନବାଜି। ନମ୍ବର 5, ନଦୀକୁ ଖସିଲା ବସ୍, 6 ଜଣ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି। ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜୋହର ଗାଁ ନିକଟରେ ଏକ ସ୍କୁଲ ବସ୍ ନଦୀକୁ ଖସି ପଡ଼ିଲା। ବସ୍ ନଦୀକୁ ଖସି ପଡ଼ିବାରୁ ଅନେକ ପିଲା ଆହତ ହୋଇଥିଲେ। ସେଠି ମଧ୍ୟରୁ 6 ଜଣ ଗୁରୁତର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଘଟଣାଟି ସକାଳ ପ୍ରାୟ 11ଟା ବେଳେ ଘଟିଥିବା କୁହାଯାଉଛି। ନମ୍ବର 6, ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, 96 ୟୁନିଟ୍ ରକ୍ତ ସଂଗ୍ରହ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତି ଓ ଆନ୍ଧ୍ରପ୍ରଦେଶ ପଲାସ ସ୍ଥିତ ପ୍ରାଣଦାତା ରକ୍ତ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ଅବସରପ୍ରାପ୍ତ ଫାର୍ମାସିଷ୍ଟ ପି. ନମ୍ବର 7, ଏସିଆ କପ୍ରେ ପୁଣି ପାକିସ୍ତାନକୁ ଧୂଳି ଚଟାଇଲା ଭାରତ। ସେମିଫାଇନାଲ ସ୍ଥାନ ପ୍ରାୟ ନିଶ୍ଚିତ। ପାକିସ୍ତାନକୁ ଭାରତ 90 ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ପୁରୁଷ 19 ବର୍ଷରୁ କମ୍ ଏସିଆ କପ୍ର ଏହି ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ 240 ରନ୍ କରିଥିଲା। ଜବାବରେ ପାକିସ୍ତାନ 150 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ଭାରତ ସେମିଫାଇନାଲରେ ନିଜର ସ୍ଥାନ ପ୍ରାୟ ସୁରକ୍ଷିତ କରିସାରିଛି। ନମ୍ବର 8, ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଯବାନ ଗୁରୁତର, ସର୍ଚ୍ଚ ଅପରେସନ ଜୋରଦାର। ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ, ଜଣେ ଯବାନ ଗୁରୁତର। ସରଣ୍ଡା ଜଙ୍ଗଲର ଆଖପାଖ ଥାନା ଅଞ୍ଚଳରେ CRPF, କୋବ୍ରା ବାଟାଲିୟନ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ୍ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ CRPF କୋବ୍ରା ବାଟାଲିୟନର ଯବାନ ଅଲେଖ ଦାସ ଗୁରୁତର ହୋଇଛନ୍ତି। ନମ୍ବର 9, ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରରୁ ଟାଣି ଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ।
ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତାର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର 22 କିମି ଦୂରତାରେ ରହିଛି, ଯାହାକି ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରରୁ ଟାଣି ଆଣୁଛି। ଦାରିଙ୍ଗବାଡ଼ି ଓ କୋଠଗଡ଼ ବ୍ଲକ ସୀମା ରାଣୀପାଙ୍ଗା ପଞ୍ଚାୟତରେ ରହିଛି ଦାରାବାଡ଼ି ଜଳପ୍ରପାତ, ଯେଉଁଠି ସୌନ୍ଦର୍ଯ୍ୟରେ ଭରପୁର ରହିଛି ପରିବେଶ। ନମ୍ବର 10 ଥିରୁଅନନ୍ତପୁରମ୍ ପୌର ନିର୍ବାଚନ ବିଜେପିକୁ ମିଳିଛି ବଡ଼ ଧରଣର ବିଜୟ। କେରଳ ରାଜନୀତିରେ ଝଡ଼। ଥିରୁଅନନ୍ତପୁରମ୍ ପୌର ନିର୍ବାଚନରେ ବିଜେପିକୁ ମିଳିଛି ବଡ଼ ଧରଣର ବିଜୟ। ଏହି ଐତିହାସିକ ବିଜୟ ସହ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ ବା ALDF କ୍ଷମତାଚ୍ୟୁତ ହୋଇଛି। ଏହା ହେଉଛି ସେହି ପୌର ନିଗମ ଯେଉଁଠି LDF ଗତ 4 ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ଲଗାତାର କ୍ଷମତାରେ ରହିଥିଲା। ନମ୍ବର 11 ରାଜଧାନୀର ବିଭିନ୍ନ ବାର୍ରେ ଚଢ଼ାଉ 2 ଅଟକ। 2 ଦିନ ହେବ ରାଜଧାନୀର ପ୍ରତ୍ୟେକଟି ବାର୍ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଶନିବାର ରାତି ଅଧରେ ରାଜଧାନୀର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରେ ଅବକାରୀ ବିଭାଗର 7 ଜଣିଆ ଟିମ୍ ଚଢ଼ାଉ କରିଥିଲା। ପ୍ରାୟ 155ଟି ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ କରିଛି। ଦିନରେ କମିଶନରେଟ୍ ପୋଲିସ ଓ ଅଗ୍ନିଶମ ବାହିନୀର ଚଢ଼ାଉ ଚାଲିଥିବା ବେଳେ ବିଳମ୍ବିତ ରାତିରେ ଅବକାରୀ ବିଭାଗ ଚଢ଼ାଉ କରୁଛି। ନମ୍ବର 12 ସମାଧାନ ନ ହେଲେ ଆଗକୁ ଭୟାବହ ସ୍ଥିତି ବିଜୟ ମହାପାତ୍ର। ମାଲକାନଗିରି ଜିଲ୍ଲାରେ ଜମିଜମା ସଂଶୋଧନକୁ ବ୍ୟାପକ ଅସନ୍ତୋଷ ରହିଛି, ଯାହାକୁ ନେଇ ଏସବୁ ଘଟଣା ଘଟୁଛି। ଏହାର ସମାଧାନ ନ ହେଲେ ଆଗକୁ ସ୍ଥିତି ଭୟାବହ ହେବ। ମାଲକାନଗିରି ଗୋଟିଏ ପ୍ରତିନିଧି ଦଳ ଆସି ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି। ବୋଧହୁଏ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ସରକାର ତୁରନ୍ତ ଅଧିକାରୀ ସ୍ତରରେ ଏହାର ସମାଧାନର ରାସ୍ତା ବାହାର କରନ୍ତୁ। ନମ୍ବର 13 ପଙ୍କଜ ଚୌଧୁରୀ ହେଲେ ନୂତନ ୟୁପି ବିଜେପି ସଭାପତି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କଲେ ଘୋଷଣା। ଭାରତୀୟ ଜନତା ପାର୍ଟି ଆଜି ଉତ୍ତରପ୍ରଦେଶର ନୂତନ ରାଜ୍ୟ ସଭାପତି ଭାବରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ନାମ ଘୋଷଣା କରିଛି। ଡିସେମ୍ବର 13 ତାରିଖ ନାମାଙ୍କନ ପ୍ରକ୍ରିୟାରେ ଚୌଧୁରୀ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଆଜି ଲକ୍ଷ୍ନୌରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ତାଙ୍କ ନାମାଙ୍କନ ଘୋଷଣା କରାଯାଇଛି। ନମ୍ବର 14 ନବୀନଙ୍କ ଉପରେ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ। କହିଲେ ବର୍ଦ୍ଧିତ ଦରମାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୟାନକୁ ନେଇ ରାଜନୀତି ତେଜିଛି। ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ନବୀନଙ୍କ ବର୍ଦ୍ଧିତ ଦରମା ନ ନେବା କିଛି ନୁହେଁ, ବରଂ ରାଜନୈତିକ ଗୋଟି ଚାଳନା। ସେ ଆହୁରି କହିଛନ୍ତି ବିରୋଧୀ ଦଳ ନେତାଙ୍କ ପାଖରେ ବିଧାନସଭାରେ କହିବାର ସୁଯୋଗ ଥିଲା। ନମ୍ବର 16 ଉଦ୍ଧାର ହାତୀଛୁଆ ନନ୍ଦନକାନନ ସ୍ଥାନାନ୍ତର। କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀଛୁଆ ଉଦ୍ଧାର ହୋଇଛି। PCCFଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ଛୁଆକୁ ବନ ବିଭାଗ ସଦର ବ୍ଲକ ପଦ୍ମପୁର ହାତୀ ଉଦ୍ଧାର କେନ୍ଦ୍ରରୁ ଚନ୍ଦକା ହାତୀ ଯତ୍ନ କେନ୍ଦ୍ରକୁ ସ୍ଥାନାନ୍ତର କରିଛି। ସାମାଜିକ ପାଳନ ଏବଂ ସ୍ୱାସ୍ଥ୍ୟ ପରିଚାଳନା ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁସରଣ କରି ଛୁଆ ହାତୀକୁ ସ୍ଥାନାନ୍ତରିତ କରାଯାଇଛି ବୋଲି DFO ଧନରାଜ HD ସୂଚନା ଦେଇଛନ୍ତି। ନମ୍ବର 17 ଭାରତର ୱାଟର ବେବି। 2 ବର୍ଷ ହୋଇନି ସନ୍ତରଣରେ କରୁଛନ୍ତି କମାଲ। ମହାରାଷ୍ଟ୍ରର କୁନି ଝିଅ ବେଦା ପାର୍ସେ ସର୍ଫେରା ଏବେ ଭାରତର ୱାଟର ବେବି ଭାବେ ପରିଚିତ ହୋଇଛନ୍ତି। ଏହି କୁନି ଝିଅର ବୟସ 1 ବର୍ଷ 9 ମାସ। ସେ ସବୁଠାରୁ କମ୍ ବୟସରେ 100 ମିଟର ପହଁରିବାରେ ରେକର୍ଡ କରିଛନ୍ତି। ବେଦାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। ବେଦା ସ୍ଥାନୀୟ ନଗରପାଳିକା ସୁଇମିଂ ପୁଲରେ 4ଟି ଲ୍ୟାପ୍ସ ମାନେ 100 ମିଟର ସହଜରେ ପହଁରିଥିଲେ। ନମ୍ବର 17 27 ବର୍ଷ ହିଟ୍ ଫିଲ୍ମ ପାଇଁ କରିଥିଲେ ସଂଘର୍ଷ। ଧୁରନ୍ଧରରେ ଧମାକା କଲେ ଅକ୍ଷୟ ଖାନ୍ନା। ଅକ୍ଷୟ ଖାନ୍ନା ପୁଣି ଥରେ ନିଜ କ୍ୟାରିୟର ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ଇଣ୍ଡଷ୍ଟ୍ରିରେ 27 ବର୍ଷ ହୋଇସାରିଛି। ଏହି ସମୟ ମଧ୍ୟରେ ସେ 34ଟି ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ କେବଳ 2ଟି ବ୍ଲକବଷ୍ଟର ହୋଇପାରିଛି। ସେ ଜଣେ ଷ୍ଟାର କିଡ୍ ବିନୋଦ ଖାନ୍ନାଙ୍କ ପୁଅ ହେବା ସତ୍ତ୍ୱେ ମଧ୍ୟ ସେ ସେହି ଷ୍ଟାରଡମ୍ ପାଇପାରି ନଥିଲେ, ଯାହା ଇଣ୍ଡଷ୍ଟ୍ରିର ବଡ଼ କଳାକାରମାନଙ୍କୁ ମିଳିଥିଲା। ନମ୍ବର 18 ଜି ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ। ରାଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲ୍ଲା ଜି ଉଦୟଗିରି। ଉକ୍ତ
ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ ସହ କୋହଲା ପବନ ଶୀତକୁ ଦ୍ୱିଗୁଣିତ କରୁଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ପ୍ରତିଦିନ ପାରଦ ତଳମୁହାଁ ହେଉଥିବା ବେଳେ କିଛି ଦିନ ହେଲା ଜି ଉଦୟଗିରି ସହରରେ 5 ଡିଗ୍ରୀ ତଳେ ତାପମାତ୍ରା ରହୁଛି। ନମ୍ବର 19। ପାଚିଲା ଧାନ ବିଲରେ ଲାଗିଲା ନିଆଁ। ନିଆଁ ଲିଭେଇବାକୁ ଯାଇ ଜଳିଗଲେ ଚାଷୀ। ପାଚିଲା ଧାନ ବିଲରେ ଲାଗିଲା ନିଆଁ। ଧାନ ବିଲରେ ଲାଗିଥିବା ନିଆଁ ଲିଭେଇବାକୁ ଯାଇ ଜଳିଗଲେ ଚାଷୀ। ପୁରୀ ଜିଲ୍ଲା ପିପିଲି ସୁନାମୁହିଁ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ତେବେ ବିଲ ମଝିରେ ପଡ଼ିଛି ଜଳିଯାଇଥିବା ଚାଷୀଙ୍କ ମୃତଦେହ। ଏହି ଖବର ପାଇ ସୁନାମୁହିଁ ଗାଁରେ ପହଞ୍ଚିଛି ପୋଲିସ। ଅଘଟଣ ଘଟିଥିବା ଜମିରେ ପହଞ୍ଚି ତଦନ୍ତ କରୁଛନ୍ତି ପିପିଲି ଥାନା ଅଧିକାରୀ। ନମ୍ବର 20। ମେସିଙ୍କ ସମ୍ପତ୍ତି ହଜାର ହଜାର କୋଟି ରହିଛି। ପ୍ରାଇଭେଟ୍ ଜେଟ୍ ଠାରୁ ଦାମୀ କାର୍। ଲିଓନେଲ ମେସି ତିନିଆ ଭାରତ ଗସ୍ତରେ ଆସିଛନ୍ତି, ଯାହାର ଆରମ୍ଭ କୋଲକାତାରୁ ହୋଇଛି। ଏହି ସମୟରେ ତାଙ୍କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ କ୍ରେଜ୍ ଦେଖିବାକୁ ମିଳିଛି। ଏମିତିକି ତାଙ୍କୁ ଦେଖିବାକୁ ଦର୍ଶକମାନେ ଷ୍ଟାଡିୟମରେ ହଙ୍ଗାମା କରିଥିଲେ। ଏହାପରେ ମେସି ହାଇଦ୍ରାବାଦ ଯାଇଥିଲେ। ଏହା ମେସିଙ୍କର ଦ୍ୱିତୀୟ ଭାରତ ଗସ୍ତ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ।